ଦିବ୍ୟ ଜୀବନ ମାର୍ଗରେ ଚାଲିବାର ଏହି ଯେଉଁ ମହତ୍ ଆକାଂକ୍ଷା ପୋଷଣ କରିଛନ୍ତି, ଏଥିରୁ ପ୍ରମାଣ ମିଳିଯାଉଛି ଯେ ଆପଣମାନେ ଅତ୍ୟନ୍ତ ଧନ୍ୟ। ଭଗବାନ କ୍ଷମତାଶୀଳ ଓ କରୁଣାମୟ। ଯେଉଁମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି, ସେମାନଙ୍କର ଯତ୍ନ ଓ ସୁରକ୍ଷା ନିମନ୍ତେ ପ୍ରଭୁ ନିଶ୍ଚୟ କୃପା ବର୍ଷଣ କରନ୍ତି। ପ୍ରଭୁଙ୍କୁ ସତରେ ବିଶ୍ୱାସ କରନ୍ତୁ। ସକଳ ପରିସ୍ଥିତି ଓ ସବୁ ସମସ୍ୟାରେ କୌଣସି ପ୍ରକାରରେ ବ୍ୟସ୍ତ ନ ହୋଇ ପ୍ରଭୁଙ୍କ ପାଖରେ ଆତ୍ମସମର୍ପଣ କରିଦିଅନ୍ତୁ। ପ୍ରତିଟି ପଦକ୍ଷେପରେ ପ୍ରଭୁଙ୍କର ସୁରକ୍ଷା ମିଳୁଛି ବୋଲି ଅନୁଭବ କରନ୍ତୁ। ଆମ ଗୁରୁଦେବ ସର୍ବଦା କହନ୍ତି ଯେ ଶିକ୍ଷକ ବୃତ୍ତିଟି ସର୍ବଶ୍ରେଷ୍ଠ ଓ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ କୋମଳମତି ବାଳକ ବାଳିକାଙ୍କର ଜୀବନ ଗଢ଼ିବାକୁ ଏବଂ ସେମାନଙ୍କର ମନକୁ ଆଧ୍ୟାତ୍ମିକ ଆଦର୍ଶ ଆଡ଼କୁ ପ୍ରଭାବିତ କରିଦେବାକୁ ଶିକ୍ଷକ ବହୁ ସୁନ୍ଦର ସୁଯୋଗ ଲାଭ କରିଥାନ୍ତି। ସୁତରାଂ ବିଶ୍ୱାସ ଓ ଆଗ୍ରହର ସହିତ ଏହି ପେଶା ଧରନ୍ତୁ ଏବଂ ଆପଣମାନଙ୍କର ଛାତ୍ରଛାତ୍ରୀଙ୍କ ଭିତରେ ନିବସିତ ପରମାତ୍ମାଙ୍କର ସେବା କରନ୍ତୁ। ଆପଣମାନେ ଆମ ଗୁରୁ ମହାରାଜଙ୍କର ବିଭିନ୍ନ ଗ୍ରନ୍ଥ ପଢ଼ନ୍ତୁ ଏବଂ ନିଜକୁ ସେଥିରେ ସମୃଦ୍ଧ କରି ନିଜର ପବିତ୍ର କର୍ତ୍ତବ୍ୟ ପାଳନ କରନ୍ତୁ। ଆପଣମାନେ ନିଜର ଛାତ୍ରଛାତ୍ରୀଙ୍କ ଜୀବନକୁ ଉଜ୍ଜ୍ୱଳ ଓ ସମୃଦ୍ଧ କରନ୍ତୁ। ଧର୍ମଶାସ୍ତ୍ର ତଥା ଦେବଦେବାଙ୍ଗ ପଢ଼ିବା ସହିତ ଘରେ ପ୍ରତ୍ୟହ ସତ୍ସଙ୍ଗର ଆୟୋଜନ କରନ୍ତୁ। ସନ୍ଧ୍ୟାବେଳେ ଘରର ସମସ୍ତେ ଥିବା ଅବସ୍ଥାରେ ସନ୍ଧ୍ୟାବେଳେ ସମସ୍ତେ ବସି ଭଗବତ ନାମ କୀର୍ତ୍ତନ କରନ୍ତୁ ଏବଂ ଭଗବତ ସାନ୍ନିଧ୍ୟ ଲାଭ କରନ୍ତୁ। ନିୟମିତ ଭାବରେ ଧାର୍ମିକ ଗ୍ରନ୍ଥ ପଢ଼ିଲେ, ପ୍ରାର୍ଥନା ପୂଜା ଓ ଧ୍ୟାନ କରିଲେ ସେସବୁ ଭଗବତ ଲାଭରେ ସହାୟକ ହେବ। ସରଳ ଓ ଶୁଦ୍ଧ ଜୀବନଯାପନ କରନ୍ତୁ। ସବୁରି ଭିତରେ ଭଗବାନଙ୍କୁ ଦର୍ଶନ କରନ୍ତୁ। ଭଗବାନଠାରେ ମନ ଲଗାଇ କର୍ମରେ ହାତ ଦିଅନ୍ତୁ। ଏହା ହିଁ ହେଉଛି ଜୀବନରେ ସାଫଲ୍ୟ ଲାଭର ରହସ୍ୟ। ଆସନ୍ତୁ ଗୁରୁଦେବଙ୍କର ନିମ୍ନଲିଖିତ ଗୀତଟି ଗାଇବା, ମନେ ରଖିବା ଏବଂ କର୍ମକ୍ଷେତ୍ରରେ ଲଗାଇବା। ଦିବା ଆରମ୍ଭରେ କର ଭଗବତ ସ୍ମରଣ, ଦିବସ ଶେଷରେ କର ଭଗବତ ମନନ। ଭଗବତ ଭାବରେ ପୁରି ଯାଉ ସାରା ଦିନ, ଭଗବତ ସଙ୍ଗ ଧରି ବିତି ଯାଉ ଦିନ। ପ୍ରତ୍ୟହ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ସେବା, ପୂଜା, ଜପ, ଧ୍ୟାନ ଓ ଚିନ୍ତନରେ ପ୍ରତ୍ୟେକଟି ଦିନ ବିତିଯାଉ। ସପ୍ତାହକ ଥରେ କୌଣସି ନିକାଞ୍ଚନ ସ୍ଥାନକୁ ଚାଲି ଯାଆନ୍ତୁ ଏବଂ ସେଠାରେ ଆତ୍ମଜିଜ୍ଞାସା କରନ୍ତୁ। ତାହେଲେ ଆପଣ ଶୀଘ୍ର ଆଧ୍ୟାତ୍ମିକ ମାର୍ଗରେ ବିକଶିତ ହୋଇପାରିବେ। ଆତ୍ମସମର୍ପଣର ଫଳସ୍ୱରୂପ ଦିବ୍ୟ କୃପା ମିଳେ। ଦିବ୍ୟ କୃପାର ସାମାନ୍ୟ କେତୋଟି ବିନ୍ଦୁ ଆପଣଙ୍କୁ ଆନନ୍ଦର ସାଗର ପ୍ରଦାନ କରିଦେବ। ଅମୃତର ଆତ୍ମାର ଜ୍ଞାନ ଲାଭ କରିବା ତଥା ନିତ୍ୟ ତତ୍ତ୍ୱଙ୍କ ଠାରୁ ଅଭିନ୍ନ ହୋଇଯିବା ହିଁ ହେଉଛି ଜୀବନର ପରମ ଲକ୍ଷ୍ୟ। ବିଶେଷ ଦ୍ରଷ୍ଟବ୍ୟ। କେତେକ କାହାଣୀ ମନୋରଞ୍ଜନ ଏବଂ ନୀତିଶିକ୍ଷା ଉଦ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରା ହିଁ ପ୍ରତିବେଶିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ, ତାକୁ ସତ୍ୟ ମାନିବା ଅନୁଚିତ। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତିଶିକ୍ଷା ଉଦ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡ଼ିକ ଜାତି, ଅନ୍ଧବିଶ୍ୱାସ, ତର୍କହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଦେଶ୍ୟରେ ଲିଖିତ ଧୂର୍ତ୍ତ ଗପ, ତେଣୁ ତାକୁ ସତ୍ୟ ମାନିବା ଅନୁଚିତ। ଧର୍ମ ଅର୍ଥାତ୍ ସଦ୍ଗୁଣ, ଯେପରି ନିଆଁର ଧର୍ମ ଉତ୍ତାପ ଦେବା, ବରଫର ଧର୍ମ ଥଣ୍ଡା ଦେବା, ଅମ୍ଳଜାନର ଧର୍ମ ଜୀବକୁ ଜୀବନ ଦେବା ଇତ୍ୟାଦି। ଧର୍ମର ଅନ୍ୟ ନାମ ସତ୍କର୍ମ। ନିଆଁର ଅସତ୍ ବ୍ୟବହାର ଜଣେ ନିର୍ଦ୍ଦୋଷକୁ ଜଳାଇ ଦେଇପାରେ। ଏଠାରେ ଦୋଷ ନିଆଁର ନୁହେଁ, ଦୋଷ ହେଉଛି ମନ୍ଦ ଉଦ୍ଦେଶ୍ୟର। ତେଣୁ ମନ୍ଦ ଉଦ୍ଦେଶ୍ୟ ହେଉଛି ପାପ ବା କୁକର୍ମ। ଯଦି ଧର୍ମ ନାମରେ କୁକର୍ମ କରାଯାଏ, ତାହା ଧର୍ମ ନୁହେଁ, ତାହା ମଧ୍ୟ କୁକର୍ମ। ଧର୍ମ ନାମରେ କିଛି ଲୋକ ନିଜ ଧାର୍ମିକ ବେପାର ଖୋଲି ବସିଛନ୍ତି। ଭଲ ଭଲ ବାଣୀ ବ୍ୟବହାର କରି ଲୋକଙ୍କୁ ଧର୍ମ ନାମରେ ଠକି ଚାଲିଛନ୍ତି। ଯଦି କୌଣସି କାର୍ଯ୍ୟ ତାର୍କିକ ଓ ଜନମଙ୍ଗଳକାରୀ ନୁହେଁ, ସେପରି ଧାର୍ମିକ ନାମଧାରୀ କାର୍ଯ୍ୟରୁ ନିଜକୁ ବଞ୍ଚାନ୍ତୁ। କାରଣ ଯାହା ଆପଣ ଧର୍ମ ଭାବୁଛନ୍ତି, ତାହା ଧର୍ମ ନୁହେଁ। ଧର୍ମ ନାମରେ ଅନ୍ଧବିଶ୍ୱାସ ଏବଂ କୁକର୍ମ ବା ପାପ। ଯଦି ସତ୍କର୍ମ ହିଁ ଧର୍ମ ହୁଏ, ତେବେ ସତ୍କର୍ମ କରିବା ପାଇଁ କୌଣସି ଧର୍ମର ଆଡ଼ ନେବାର କୌଣସି ଆବଶ୍ୟକତା ନାହିଁ। ଯଦି କୌଣସି ବ୍ୟକ୍ତିର କାଳ୍ପନିକ ସ୍ତର ବାସ୍ତବିକତା ସହ ମେଳ ନ ଖାଏ ଏବଂ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ, ତେବେ ଏହାକୁ ମାନସିକ ବିକୃତ କୁହାଯାଏ। ଭିଡ଼ିଓ ଯଦି ଭଲ ଲାଗିଥାଏ, ଲାଇକ୍, ସବସ୍କ୍ରାଇବ୍ ଏବଂ ବେଲ୍ ଆଇକନ୍କୁ ନିଶ୍ଚୟ ଦବାନ୍ତୁ।